ବାପା ସେଦିନ ଆର ଗାଁକୁ ମଜୁରୀ ଯାଇଥାନ୍ତି। ପୂର୍ବଦିନ ରାତିରେ ବୋଉ ବାପାଙ୍କ ଠାରୁ 2ଟା 100 ଟଙ୍କିଆ ଆଣି ତା ଟ୍ରଙ୍କ ଭିତରେ ରଖିଛି। ମୁଁ ଦେଖିଛି। ସକାଳୁ ସକାଳୁ ଯାଇ ପହଞ୍ଚିଲି। ବୋଉଲ, ମୋତେ ଆଜି 100 ଟଙ୍କା ଦେ, ଖର୍ଚ୍ଚ କରିବି। ବୋଉ କିନ୍ତୁ ରୋକଠୋକ ମନା କରିଥିଲା। କିରେ, ବାପା ତୋର ଚାହାଳି ଦେବା ପାଇଁ 200 ଟଙ୍କା ରଖିଛନ୍ତି। କେତେ ଦିନରୁ ବାକି ରହିଲାଣି ଜାଣିଛୁ ତ? ସାର୍ ସବୁଦିନ ମାଗୁଛନ୍ତି। ତୋତେ ଟିକେ ଖରାପ ଲାଗୁନି? ଏଇ କଥା ଶୁଣିଲା ପରେ ଆହୁରି କହି ପକେଇଲି, ନାଇଁ ମୋ ବୋଉ, ତୁଟା ସବୁବେଳେ ମୋତେ ଭୁଲେଇ ଦେଉଛୁ। ବାପା ବି ସେମିତିକା। ଦେଖୁଛୁ ତ ମୋ ସାଙ୍ଗମାନେ କେତେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି। ମୋ ବାପାଟା ପରା, ତୁ ତ ଜାଣିଛୁ, ଆମର ମୂଲ ମଜୁରିଆ ଲୋକ, ଖଟିଲେ ଖାଇବା। ଦେଖୁଛୁ ତ ବାପା ତୋର କେତେ ପରିଶ୍ରମ କରୁଛନ୍ତି କେବଳ ତୋରି ପାଇଁ, ଆମର ଏଇ ଘର ଚଳିବ ବୋଲି। ଥାଉଲୋ ବୋଉ, ଯେବେ ଏଇ ଭଲରେ ମନ୍ଦିର ତୋର ଟଙ୍କା ଟିକେ ମାଗିଲେ ରୋକଠୋକ ମନା କରିଦେଉଛୁ। ଜାଣିଛି, ଆଉ ତୁ ମୋତେ ଭଲ ପାଉନୁ। ନାଇଁରେ ଦୀପୁ, ସେମିତିକା କଥା ନୁହେଁ। ଏବେ ଟିକେ ପରିସ୍ଥିତି ଖରାପ ପଡ଼ିଛି। ଠାକୁର ଚାହିଁଲେ ସବୁ ଭଲ କରିଦେବେ। କାହିଁ, ସେ ଠାକୁରଙ୍କୁ କ'ଣ ଆମ କଥା ଦିଶୁନି? ଲୋକମାନଙ୍କୁ କେତେ କେତେ ଧନ ଦୌଲତ ଅଜାଡ଼ି ଦେଉଛନ୍ତି, ଆମର କାହିଁ ଯେ? ନାଇଁରେ ପାଗଳା, ସେମିତି କିଛି ବି ନୁହେଁ। ସେମାନେ ତାଙ୍କ କର୍ମ କରି ଚଳୁଛନ୍ତି, ଆମେ ଆମ କର୍ମ କରି ଚଳୁଛୁ। ଯାହାକୁ ଯେମିତି ଦରକାର ଠାକୁର ତାକୁ ଦେଇଛି। କର୍ମମୟ ଜୀବନ ଇଏ, କର୍ମ ଅନୁସାରେ ଫଳ ଭୋଗିବାକୁ ପଡ଼େ। ଠାକୁରଙ୍କୁ ଜମା ନିନ୍ଦିନି। ଥାଉଲୋ ବୋଉ, ଏ ଆଖି ମୋର ଦେଖିଛି ସାଙ୍ଗସାଥିମାନଙ୍କର ଥଟ୍ଟା ଆଉ ପରିହାସ। କେତେ ନୂଆ ନୂଆ ଜିନିଷ ଆଣୁଛନ୍ତି। ପ୍ରତିଦିନ ନୂଆ ନୂଆ ଜାମା ପଟାଇ ପିନ୍ଧିକି ଆସୁଛନ୍ତି। ହେଲେ ମୋତେ ଦେଖ ତ, ତାଙ୍କ ସାଥିରେ ବସିବା ପାଇଁ ବି ନିଜକୁ ଲାଜ ଲାଗୁଛି। ଜାଣିଛି, ସେ ଠାକୁର ଭାରି ନିଷ୍ଠୁର। ତା ନ ହୋଇଥିଲେ ଆମକୁ ଟିକେ ଧନ ଦୌଲତ ଦିଅନ୍ତାନି। ପିଲାଟି କିନ୍ତୁ ବୁଝିପାରେନି ଠାକୁର ଯେ କାହାକୁ କ'ଣ ଦିଅନ୍ତି। କିନ୍ତୁ ମନ ଭିତରେ ସବୁବେଳେ ପ୍ରଶ୍ନଟି ଆସେ, ମୋ ବାପା ବୋଉ ମୋତେ କାହିଁକି ଟଙ୍କା ଦେଉନାହାନ୍ତି ଏମିତି ଖର୍ଚ୍ଚ କରିବା ପାଇଁ? ଆହୁରି ବୁଝିପାରେନି ଯେ ତାଙ୍କର ଭାରି ଗରିବ ବୋଲି। ଥରେ ଅଧେ ବାପାଙ୍କର ହାତଟା ବି ଗାଲ ପାଖକୁ ଉଠି ସାରିଲାଣି। ଦିନେ ଦିନେ କହି ବସେ, ବାପା, ତାଙ୍କର ଏଇଟା ଅଛି, ଆମର ନାହିଁ। ତାଙ୍କ ପୁଅର ଏଇଟା ଅଛି, ମୋତେ କାହିଁ ତମେ ଦେଉନ ଯେ? ବାପା କୁହନ୍ତି, କାହାରିକୁ ବି ନିଜ ସହ ତୁଳନା କରିବା କଥା ନୁହେଁ। ସେଇ ରାଗରେ 2-4 ଥର ହାତ ଉଠେଇଛନ୍ତି। ବୋଉ କିନ୍ତୁ ବୁଝେଇ ଦେଇ କୁହେ, ବୁଝିଲୁ, ବାପାଙ୍କ ସହିତ ଏମିତି କଥା କହିବୁନି କେବେ। ସେ ଗୁରୁଜନ, ଯାହା ବି କରୁଛନ୍ତି ଆମରି ଭଲ ପାଇଁ। ପିଲାଟିର ମନରେ କିନ୍ତୁ ବୁଝେନି ସେସବୁ। ଏପଟେ ଏ କଥାକୁ କିନ୍ତୁ ସହିପାରନ୍ତିନି ବାପା ବୋଉ। ହାତ ଯୋଡ଼ି ଦେଇ କୁହନ୍ତି, ମଣିମା ମହାପୁରୁ ହେ, ଛୁଆଟାର ମୁଣ୍ଡରେ ଟିକେ ବୁଦ୍ଧି ଦେଲେ ହୁଅନ୍ତାନି? କେତେ ଆଉ ତାକୁ ବୁଝିବୁ? କେତେ ମାଡ଼ ଗାଳି ଦେବୁ ଯେ? ଆପଣ ଚାହିଁଲେ ଭଲ ବାଟକୁ ସେ ନିହାତି ଆସିବ। ସେଦିନ ଚାହାଳିରୁ ଛୁଟି ହେଇ ଆସିଲା ବେଳେ 2 ଜଣ ସାଙ୍ଗ କହିଲେ, ଆଜି ଘର ପାଖ ମନ୍ଦିର ପାଖରେ ନା କେତେ ଆଡ଼ୁ ଦୋକାନ ବଜାର ବି ଆସି ପଡ଼ୁଛି। କେତେ ନୂଆ ନୂଆ ଜିନିଷ, 50 ଟଙ୍କା ଲେଖାଏଁ ଆଣିବା, ଯିବା ଟିକେ ମେଳା ବୁଲି ଆସିବା। ଏ କଥାରେ ଦୀପୁ ବି ରାଜି ହେଲା। ମନ ଭିତରେ ଭାରି ଖୁସି। ଯାହା ବି ହେଲେ ବୋଉଠୁ ଆଜି ମାଗିକି ଟଙ୍କା 50ଟା ନେବି ଖର୍ଚ୍ଚ କରିବା ପାଇଁ। ନିଜ ନିଜ ଘରକୁ ବି ଚାଲିଗଲେ। ଯେତେବେଳେ ଡାକ ପକାନ୍ତି ଦୀପୁକୁ, ଦୀପୁ ବୋଉକୁ ବି କେତେ ନେହୁରାଇ ମାଗିଛି। ବୋଉ ପାଖରେ ତ ଟଙ୍କା ନାହିଁ, ଦବ କ'ଣ ଯେ? ଦୀପୁର କିନ୍ତୁ ମନେ ଥିଲା ବୋଉର ବାକ୍ସରେ କେତେ ଗୁଡ଼ାଏ ଟଙ୍କା ଅଛି। ଟଙ୍କାଟା କ'ଣ ପାଇଁ ଅଛି ସେ ଜାଣିନି। ମନକୁ ପୁଣି ପ୍ରଶ୍ନ କଲା, ଆଉ ବର୍ଷ କେଇଟାରେ 10ମ ପରୀକ୍ଷା ଦେବି। କେତେ ବଡ଼ ହୋଇଗଲିଣି, ମୋର ବି ଭଲ ମନ୍ଦ ଅଛି ନା। କାହାରିକୁ କିଛି ନ କହି ସେଦିନ ମନ ଭିତରେ ଟିକେ ଚୋରି କରିବା ପାଇଁ ସାହସ ଉଠିଲା। ଚୋରି କ'ଣ ପୂର୍ବରୁ କେବେ ଜାଣିନି ସିଏ, କିନ୍ତୁ ସାଙ୍ଗମାନଙ୍କ ଆଳରେ ପଡ଼ି ଚୋରି କଲା ସେଦିନ। ଭାରି ଭୟ ଲାଗୁଥାଏ। ମାତ୍ର 50 ଟଙ୍କା ଉଠେଇଲା। ସେଥିରେ 20 ଟଙ୍କା 2ଟା ଥିଲା, ଆଉ ଗୋଟିଏ 10 ଟଙ୍କା। କାହାରିକୁ କିଛି ନ କହି ସାଙ୍ଗସାଥିମାନଙ୍କ ସହିତ ଚାଲିଗଲା ମନ୍ଦିର ପାଖକୁ। ହଁ, କେତେ ଆଡ଼ୁ ଦୋକାନ ବଜାରର ମାହୋଲ ଜମିଥାଏ, ଲୋକମାନଙ୍କର ଭିଡ଼ ବି ଜମିଥାଏ। କିନ୍ତୁ ଦୂରରୁ ଦିଶିଲା କୋଉଠି ଗୋଟାଏ ଭାରି ଭଲ ସ୍ୱରରେ କେହି ଜଣେ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ଭଜନ ଗାଉଛି, ଗୀତ ବୋଲୁଛି, ଆଉ ନାଚୁଛି ବି। ଆଶ୍ଚର୍ଯ୍ୟ ହେଲା, ଲୋକମାନେ ରୁଣ୍ଡ ହୋଇଛନ୍ତି, ହେଲେ ସମସ୍ତେ ବସିଛନ୍ତି। ଆଉ କିଛି ଲୋକ ଛିଡ଼ା ହୋଇଛନ୍ତି। ଧାଇଁଗଲା ସେଇଠିକି, ତାର ମନ ଲାଗିଗଲା ସେଇଠି।
ସାଙ୍ଗସାଥିମାନେ ଏଣେ ତେଣେ ଚାଲିଗଲେ। ସେ କିନ୍ତୁ ଆଉ ସେଠୁ ଯାଇପାରିଲାନି। ସେଠି ସେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହେଇଗଲା। ସେଇଠି ବୋଧହୁଏ ପିଲାଟିର ପରିବର୍ତ୍ତନ ପାଇଁ ଭଗବାନଙ୍କର ଇଏ ଗୋଟେ ମାଧ୍ୟମ। ଅଟକିଗଲା ସେଇଠି। ସେ ଦେଖୁଥାଏ ଜଣେ ଲୋକ ଗୀତ ଗାଉଥାଏ ଅତି ସୁନ୍ଦର କଣ୍ଠରେ, ଅଥଚ ତାର ଆଖି ନାହିଁ। ଆଉ ଜଣେ ତବଲା ବଜାଉଥାଏ, ତାର ବି ଆଖି ନାହିଁ। ମାନେ କହିବାକୁ ଗଲେ ସେଠାରେ ଯେଉଁମାନେ ବି ସେ ଭଜନ ପରିବେଷଣ କରୁଥାନ୍ତି କାହାର ବି ଆଖି ନଥିଲା। ଆଉ ସେମାନଙ୍କର ଗୋଟେ ନାଁଟିଏ ଦିଆଯାଇଥିଲା, ଶ୍ରୀ ଜଗନ୍ନାଥ ଭଜନ ସନ୍ଧ୍ୟା। ଆଶ୍ଚର୍ଯ୍ୟର କଥା, ଗୋଟିଏ ମାତ୍ର ଲୋକ ସମସ୍ତଙ୍କୁ ଆଣି ଏକଜୁଟ କରିଥିଲା। ତାଙ୍କ ଭଲ ମନ୍ଦ ସେ ହିଁ ବୁଝୁଥିଲା। କିଛି ଲୋକ ଆସନ୍ତି ପାଖକୁ, କିଛି ଦାନ କରନ୍ତି, କିଏ ବିସ୍କୁଟଟିଏ ଦିଏ, କିଏ ପାଣି ବୋଟଲଟିଏ ଦିଏ, ଆଉ କିଛି ଟଙ୍କା। ଆଶ୍ଚର୍ଯ୍ୟ ଲାଗିଲା। ତା ମନକୁ ମନ କେହି ଜଣେ ପ୍ରଶ୍ନ କଲା ତାକୁ, ବୁଝିଲୁ, ତୁ ପରା କହୁଥିଲୁ ଭଗବାନ କେତେ ନିଷ୍ଠୁର, ମୋତେ କିଛି ବି ଦେଉନାହାନ୍ତି। କେତେ ସଙ୍କଟରେ ପଡ଼ିଛି ମୁଁ, ଭାରି ସଂଘର୍ଷରେ ଜିଉଛି। ଦେଖିଲୁ ଥରେ ଏଇମାନଙ୍କୁ, ଆଙ୍କଠାରୁ କ'ଣ ତୁ ବେଶୀ ସଂଘର୍ଷ କରୁଛୁ? ଜନ୍ମରୁ ଆଖି ନାହିଁ ତାଙ୍କର, ଦୁନିଆକୁ ଭଲ ଭାବରେ ଦେଖିପାରନ୍ତିନି ସେ, ତଥାପି ସେ ଭଗବାନଙ୍କୁ ବିଶ୍ୱାସ କରିଛନ୍ତି, ଭରସା କରିଛନ୍ତି, ତାଙ୍କର ପାଇଁ ଗୀତ ବି ଗାଉଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅନେକ ସମୟରେ ଦେଖାଦିଏ ଭଲ ଲୋକଗୁଡ଼ା ବି ବେଳେବେଳେ ବାହାରେ ଭିକ ମାଗନ୍ତି, କିନ୍ତୁ ଏମାନେ ତାଙ୍କ ପରିକା ନୁହନ୍ତି ନା। ଦେଖୁଛୁ ତ? ହଁ, ସେଦିନ ଏଇ କେଇ ପଦ କଥା ତାକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଥିଲା। ଆଉ ଆସିବାକୁ ସେଠୁ ଇଚ୍ଛା ହେଲାନି। ତାର ବି ଇଚ୍ଛା ହେଲା, ଠାକୁରେ ମୋତେ ବି ଯଦି ଟିକେ ସୁଯୋଗ ଦିଅନ୍ତ ନା, ଏମାନଙ୍କୁ ବି କିଛି ସାହାଯ୍ୟ କରନ୍ତି, କ୍ଷମା କରିଦିଅ ମୋତେ। ତୁଚ୍ଛାଟାରେ ବାବା ବୋଉଙ୍କ ଉପରେ କେତେ ରାଗିଛି, ମନେ ମନେ କେତେ ଗାଳି ଦେଇଛି, ତାଙ୍କ ସହିତ ଯୁକ୍ତି ବି କରିଛି। ତୁମକୁ ଧନ୍ୟବାଦ, ଏମିତିକା ବାପା ମାଆଟିଏ ମୋତେ ଦେଇଛ, ପୂର୍ଣ୍ଣ ରୂପରେ ଗଢ଼ି ତୋଳିଛ ମୋତେ, କେବେ ହଇରାଣରେ ପକାଇ ନାହାନ୍ତି। ଆଉ ସେଦିନ ସେ 50 ଟଙ୍କାଟା ଖର୍ଚ୍ଚ କରିବାକୁ ଇଚ୍ଛା ହେଲାନି। ଭାବିଲା ଏଇଥିରୁ କିଛି ତାଙ୍କୁ ସାହାଯ୍ୟ କରିବି, ଆଉ ବାକିତକ ନେଇ ବାପାଙ୍କୁ ଫେରାଇ ଦେବି, ବାପାଙ୍କ ପାଖରେ କ୍ଷମା ବି ମାଗି ନେବି। ହଁ, ସେୟା ହିଁ କଲା। ଠାକୁରଙ୍କ ପାଖରେ ମୁଣ୍ଡିଆଟିଏ ମାରି ସେମାନଙ୍କୁ ବୋଧେ 20 ଟଙ୍କା ଦେଇଛି, ଆଉ ସବୁତକ ହାତରେ ନେଲା। ସମସ୍ତେ ଫେରିବା ପୂର୍ବରୁ ଆଗ ଯାଇ ପହଞ୍ଚିଲା ଘରେ। ସେତେବେଳକୁ ବାପା ବି ଆସିସାରିଥାନ୍ତି। ବାପାଙ୍କ ପାଖରେ କାନ୍ଦି କାନ୍ଦି ଯାଇ କହିଲା, ବାପା ମୋତେ କ୍ଷମା କରିଦିଅ, କଥା ଦେଉଛି ଆଉ କେବେ ବି ତୁମ ପାଖରେ ଅଝଟ କରିବିନି, ଅଳି କରିବିନି, ତୁମ ସହିତ ଯୁକ୍ତି ବି କରିବିନି। ବାପା କିଛି ବି ବୁଝିପାରିଲେନି, ହଠାତ୍ ଯେ ପିଲାଟା ଏମିତି ପରିବର୍ତ୍ତନ ହୋଇଯାଇଛି। ବୋଉର ଆଖିରୁ ବି ଲୁହ ଚାଲି ଆସିଲା। ପିଲାଟି ରୋକଠୋକ୍ ସବୁ କଥା କହିଦେଲା, ସେଦିନ ତା ସହିତ ଯାହା ବି ଘଟିଥିଲା। ବାପା ବୋଉ ଏଥର ଭାରି ଖୁସି। ସତରେ ମଣିମା ମହାପୁରୁ, ଡାକ ଶୁଣିଲ, ମୋ ପିଲାକୁ ଭଲ ବାଟକୁ ନେଇ ଆସିଲ, ତୁମକୁ କୋଟି କୋଟି ପ୍ରଣାମ। ପିଲାଟି ଆହୁରି କହୁଥାଏ, ବାପା ମନ ଦେଇ ପାଠ ପଢ଼ିବି, ଦୁନିଆରେ ଭଲ ମଣିଷଟିଏ ହେବି, ଦେଖିବ ସେଇ ଦୁଃଖୀରଙ୍କୀମାନଙ୍କୁ ସାହାଯ୍ୟ ବି କରିବି। ପୁଅର ଏମିତିକା କଥା ଶୁଣି ବାପା ବୋଉ ଆହୁରି ଖୁସି ହୋଇଗଲେ। ସତରେ ତୋ ପରିକା ଚିନ୍ତାଧାରା ସମସ୍ତଙ୍କ ପାଖରେ ହେବା ହିଁ ଦରକାର। ସେଇଦିନଠାରୁ ଯେବେ ବି ମନ ଭିତରେ ପ୍ରଶ୍ନ ଆସେ, ସବୁବେଳେ ସେ ଗୋଟିଏ କଥା ଆସେ, ସତରେ କ'ଣ ସେଇ ଲୋକମାନଙ୍କ ଠାରୁ ମୁଁ ଅଧିକ ସଂଘର୍ଷ କରୁଛି ନା ଅଧିକ ଦୁଃଖରେ ଅଛି? ଠାକୁରେ ମୋ ସାଥିରେ ଥାଅ, ମୋତେ ଟିକେ ସାହା ହେଉଥାଅ, ତୁମ ଆଶୀର୍ବାଦ ରହିଲେ ହେଲା। ହଁ ଆଜ୍ଞା, ଭଗବାନ ଯାହାକୁ ଯେମିତି ବନେଇଛନ୍ତି, ଯେମିତି ଗଢ଼ିଛନ୍ତି, ସେମିତି ହିଁ ତା ପାଇଁ ଠିକ୍। କେବେ ବି ଇଚ୍ଛା କରିବେନି ମୋ ପାଖରେ ଏଇଟା ନାହିଁ, ସେଇଟା ନାହିଁ, ଏ କଥାକୁ ନେଇ କେବେ ମନ ଦୁଃଖ କରିବେନି। ଜାଣିଛ, ଏ ଦୁନିଆରେ ଅନେକ ଲୋକ ଅଛନ୍ତି ଏମିତି, ଟଙ୍କାଟିଏ ଉଠାଇବା ପାଇଁ ହାତ ନାହିଁ, ବାଟଟିଏ ଚାଲିବା ପାଇଁ ପାଦଟିଏ ନାହିଁ, ଆଉ ଦୁନିଆକୁ ଦେଖିବା ପାଇଁ ଆଖି ବି ନାହିଁ, ତଥାପି ସେମାନେ କାହାରି ନା କାହାରି ଉପରେ ବିଶ୍ୱାସ ଆଉ ଭରସା କରି ଆଗକୁ ବଢ଼ୁଛନ୍ତି। ହଁ, ଆପଣମାନଙ୍କୁ ବି ଅନୁରୋଧ, ନିଜ କର୍ମପଥରେ ଆଗେଇ ଚାଲନ୍ତୁ, ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। କର୍ମମୟ ଜୀବନ ଯଦି ଆପଣଙ୍କ ପାଖରେ ବି ଯଥେଷ୍ଟ ଅଛି, ଆପଣ ଚାହିଁଲେ ଦୁଃଖୀରଙ୍କୀମାନଙ୍କୁ ସାହାଯ୍ୟ କରନ୍ତୁ, କେବେ ପଛଘୁଞ୍ଚା ଦିଅନ୍ତୁନି। ଭଗବାନ
ସବୁ ଦେଖୁଛନ୍ତି। ନମସ୍କାର। ଛୋଟ ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଜଣାଇବେ ନିଶ୍ଚୟ। ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।